ଶାନ୍ତିର ରାଜା ପିତା ପରମେଶ୍ୱର ତୁମର ଏକମାତ୍ର ପୁତ୍ର ପ୍ରଭୁ ଯୀଶୁଙ୍କୁ ଆମମାନଙ୍କ ନିକଟକୁ ପଠାଇଲ ପ୍ରଭୁ। ଯେପରି ଆମେ ସମସ୍ତେ ପ୍ରଭୁ ତାଙ୍କର ସନ୍ତାନ ସନ୍ତତି ଭାବରେ ଏଇ ଜଗତରେ ବିଖ୍ୟାତ ହବୁ। ଏଥିପାଇଁ ପାପ କଳୁଷରୁ ଆମମାନଙ୍କୁ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କରି ଏକ ନୂତନ ଜୀବନ ଦେଇ ତୁମର ଗୌରବାର୍ଥେ ବଞ୍ଚି ରହିବା ପାଇଁ 2023 ସାଲ ପର୍ଯ୍ୟନ୍ତ ପ୍ରଭୁ ତୁମେ ଆମମାନଙ୍କୁ ବୋହି ଆଣିଲ, ସେଥିପାଇଁ ଧନ୍ୟବାଦ ଦଉଛୁ। ହଁ ପ୍ରଭୁ, ବର୍ଷର ଶେଷ ମାସ ପୁଣି 14ଟି ଦିନ ଚାହୁଁ ଚାହୁଁ ପ୍ରଭୁ କିଭଳି ଆମେ ଅତିକ୍ରମ କରିଛୁ ତା ମାନେ ଜାଣିବା ପୂର୍ବରୁ ତୁମେ ଆମମାନଙ୍କୁ ସମସ୍ତଙ୍କୁ ପ୍ରଭୁ ପରଖି ନେଇଛ। କାହା ପାଇଁ କଣ ପ୍ରয়োଜନ ସବୁ ଜାତି ଦାନ କରି ସାରିଛ। କେବଳ ତୁମର ପ୍ରଶଂସା କରୁଛୁ ପ୍ରଭୁ। ଯୋଗ୍ୟତା ନଥିଲା ଏ ଦିନ ଦେଖିବା ପାଇଁ, ଯୋଗ୍ୟତା ନଥିଲା ପ୍ରଭୁ ଏ ସୁନ୍ଦର ମୁହୂର୍ତ୍ତରେ ପ୍ରବେଶ କରି ତୁମ ସହିତ ଆଳାପ କରିବା ପାଇଁ, କିନ୍ତୁ ପ୍ରଭୁ ତୁମେ ଆମମାନଙ୍କୁ ଅନେକଙ୍କ ମଧ୍ୟରୁ ମନୋନୀତ କରିଛ। କ୍ଷୁଦ୍ର ଦଳଟି ମଧ୍ୟରେ ତୁମର ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟ ତୁମେ ଏପର୍ଯ୍ୟନ୍ତ କରି ଆସିଅଛ, ସେଥିପାଇଁ ଧନ୍ୟବାଦ ଦେଇ ପୋଷ୍ଟ ଆଜ୍ଞା ପୁଣି ଏହି ସ୍ଥାନରେ ଯେତେ ଜଣ ଜଡିତ ହେଇଛନ୍ତି, ଯୋଉମାନେ ବିଭିନ୍ନ ଦାୟିତ୍ୱ କର୍ତ୍ତବ୍ୟ ତୁଲାଉଛନ୍ତି, ସମସ୍ତଙ୍କୁ ତୁମସ୍ତେ ସମର୍ପଣ କରି ପ୍ରାର୍ଥନା କରେ ପ୍ରଭୁ ଏ ବର୍ଷର ଶେଷ ସନ୍ଧ୍ୟା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତୁମେ ପ୍ରତ୍ୟେକଙ୍କୁ ଆବରି ରଖ। କାରଣ ପ୍ରଭୁ ଆମେ ଜାଣିଛୁ ଏଇ ମୁହୂର୍ତ୍ତ ଏଇ ସମୟ ଆମମାନଙ୍କ ପାଇଁ ଏକ ଆନନ୍ଦ ମୁଖରିତ ସମୟ, କିନ୍ତୁ ଏ କୋଳାହଳରେ ଯେପରି ହଜି ନ ଯାଉ, ସେଇ ମହାନ ଈଶ୍ୱରଙ୍କର ମହାନ ଦାନକୁ, ମହାନ ସେଇ ଅନୁଗ୍ରହକୁ ସ୍ମରଣ କରୁ, ମହାନ ପ୍ରେମକୁ ସ୍ମରଣ କରୁ, ପୁଣି ପ୍ରଭୁ ଆଗମନକୁ ଅପେକ୍ଷା କରୁ। ସେଥିପାଇଁ ତ ପ୍ରଭୁ ତୁମେ ଆମମାନଙ୍କୁ ଏ ସୁଯୋଗ ଦେଇଛ ଏ ପ୍ଲାଟଫର୍ମ ଉପରେ ତୁମର ନିକଟବର୍ତ୍ତୀ ହେବା ପାଇଁ। ଗୋଟିଏ ସୂତ୍ରରେ ପ୍ରଭୁ ଆମମାନଙ୍କୁ ଗୁନ୍ଥି ଦିଅ। ପବିତ୍ର ଆତ୍ମା ତୁମର ଉପସ୍ଥିତିରେ ଆମ ପ୍ରତ୍ୟେକଙ୍କୁ କଢାଇ ନିଅ। ହଁ ପ୍ରଭୁ, ଅନେକ ସୁଗନ୍ଧି ଫୁଲ ମାନଙ୍କୁ ତୁମେ ଗୁନ୍ଥିଲା ପରି ଯେତେ ଜଣଙ୍କୁ ଏଇ ପ୍ରଭୁ ସୂତ୍ରରେ ଗୁନ୍ଥିବା ପାଇଁ ଯାଉଛ, ଏକ ମନ ଏକ ଚିତ ଏକ ଆତ୍ମାରେ ପ୍ରଭୁ ତୁମର ଭଜନା କରିବା ପାଇଁ, ତୁମର ବାକ୍ୟ ରୂପୀ ରବ ଶୁଣିବା ପାଇଁ ମତେ ମୋର ପ୍ରିୟ ମାନଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କର। ତୁମେ ଶୀଘ୍ର ଆସୁଛ ପ୍ରଭୁ, ସମୟ ନାହିଁ ଆମୋଦ ପ୍ରମୋଦରେ ସମୟ କାଟି ସମୟକୁ ନଷ୍ଟ କରିଦେବା ପାଇଁ, କିନ୍ତୁ ସମୟ ଆସିଛି ନୂଆ ଭାବରେ ଆଉ ଥରେ ପ୍ରଭୁ ତୁମର ସେଇ ଉପସ୍ଥିତିକୁ ଅନୁଭବ କରିବା ପାଇଁ। ଧନ୍ୟବାଦ ଦେଇ ହିଲ୍ସ ପ୍ରେୟାରର ଏ ସମସ୍ତ କର୍ମକର୍ତ୍ତା ମାନଙ୍କୁ এই ଯୋଜନାକୁ ତୁମସ୍ତେ ସମର୍ପଣ କରି ଆହୁରି ବର୍ଦ୍ଧିଷ୍ଣୁ କର, ପୁଣି ଅନେକଙ୍କୁ ଜଡ଼ିତ କରି ଆତ୍ମିକ ଭାବରେ ବଳିଷ୍ଠ ହେବା ପାଇଁ ପ୍ରତ୍ୟେକଙ୍କୁ ସାହାଯ୍ୟ କର। ଅଯୋଗ୍ୟତା ମାର୍ଜନା କରି এই ଦିନ ରାଶିର ପ୍ରାର୍ଥନା ତୁମେ ଶୁଣିଛ ବିଶ୍ୱାସରେ ଧନ୍ୟବାଦ ଦେଇ ପ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଏ ଅଳ୍ପ ଭିକ୍ଷା ମାଗୁଅଛି ପିତା, ଆମେନ୍ ଆମେନ୍ ଆମେନ୍। ପ୍ରଭୁଙ୍କ ମାନଙ୍କୁ ଧନ୍ୟବାଦ ଦଉଛି। ଟିମ୍ ପ୍ରେୟାର ଗ୍ରୁପ ମାଧ୍ୟମରେ ମତେ ଆଉ ଥରେ ସୁଯୋଗ ଦିଆଯାଇଛି। ଆଗରୁ ମୁଁ ପୂର୍ବରୁ ଆସିଛି ନିଶ୍ଚୟ, କିନ୍ତୁ ଏଇ ମାସର ସେ ବିଶେଷତ୍ୱକୁ ଉପଲବ୍ଧି କରି ଆମେ ସମସ୍ତେ ଏଇ ଦିନ ମାନଙ୍କରେ ବିଭିନ୍ନ ଜୁମ୍ ପ୍ଲାଟଫର୍ମରେ ଅନଲାଇନ ଅଫଲାଇନ ମାଧ୍ୟମରେ ପ୍ରଭୁଙ୍କର ସେ ମହାନ ଜନ୍ମ ଗାଥାକୁ ଆମେ ସ୍ମରଣ କରି ଚାଲିଛୁ। ହୁଏତ ଜଣେ ଜଣେ ପ୍ରଭୁଙ୍କର ମହାନ ପ୍ରଭୁଙ୍କର ସେଇ ଦାସ ମାନେ କହୁଛନ୍ତି ଏ ଦିନ ଏଇ ମାସ ସ୍ପଷ୍ଟ ନୁହେଁ, ତଥାପି ଆମେ ଜାଣୁ ପ୍ରତିଟି ଦିନ ପ୍ରତିଟି ମୁହୂର୍ତ୍ତ ଆମମାନଙ୍କ ପାଇଁ ଏକ ବିଶେଷ ଦିନ, ବିଶେଷ ବଡ ଦିନ, ଯେଉଁ ଦିନରେ ଆମେ ଜୀବିତ ଅବସ୍ଥାରେ ବଞ୍ଚି ରହି ତାଙ୍କର ଗୌରବ କରିବା ପାଇଁ ସୁଯୋଗ ପାଇଛୁ। ହାଲେଲୁୟା। କାରଣ ଆମେ ଜାଣୁ ଏଇ ମାସଟି କୋଳାହଳର ମାସ, ଯୀଶୁଙ୍କର ଜନ୍ମର ସେଇ ସୁନ୍ଦର ଉତ୍ସବକୁ ପାଳନ କରିବା ପାଇଁ ବିଭିନ୍ନ ଜୁମ୍ରେ ବିଭିନ୍ନ ଅଫଲାଇନ ମାଧ୍ୟମରେ କ୍ରିସମସ ପ୍ରି କ୍ରିସମସ ସେଲିବ୍ରେସନ ଆରମ୍ଭ ହୋଇ ସାରିଛି ଡିସେମ୍ବର ଫର୍ଷ୍ଟ ୱିକରୁ। କିନ୍ତୁ ଆମେ ବିଶ୍ୱାସ କରୁ ଏ ଡିସେମ୍ବର ଫର୍ଷ୍ଟ ୱିକ ଆମମାନଙ୍କ ପାଇଁ ଆରମ୍ଭ ନୁହେଁ, କିମ୍ବା ଡିସେମ୍ବର 31 ଆମମାନଙ୍କ ପାଇଁ ଶେଷ ନୁହେଁ, ମାତ୍ର ପ୍ରଥମ ଜାନୁଆରୀ 1 ତାରିଖରୁ ଡିସେମ୍ବର ମାସର ଏଇ ପର୍ଯ୍ୟନ୍ତ ଯଦି ଆମେ ଅନୁଭବ କରିଛୁ ମୋର ପ୍ରଭୁ ମୋର ଯୀଶୁ ଏଇ 12 ମାସ ପର୍ଯ୍ୟନ୍ତ 9 ମାସ 14 ଦିନ ପର୍ଯ୍ୟନ୍ତ ସେ ମତେ ତାଙ୍କର ବକ୍ଷରେ ଆଉଜେଇ ରଖିଛନ୍ତି, ତାଙ୍କର ବକ୍ଷରେ କୋଳେଇ ନେଇଛନ୍ତି, ପୁଣି ଯାହାକୁ ଯେତେ ବର୍ଷ ସେତିକି ବର୍ଷ ଏଇ ଜନ୍ମ ଜୟନ୍ତୀ ପାଳନ କରିବା ପାଇଁ ସୁଯୋଗ ଦେଇଛନ୍ତି। ସେଥିପାଇଁ ତାଙ୍କ ପବିତ୍ର ନାମକୁ ଧନ୍ୟବାଦ ହଉ। ଆସୁ ଆମେ ସ୍ମରଣ କରିବା ବାକ୍ୟର ଗୋଟିଏ ଅଂଶ ଯେତେବେଳେ ମୁଁ ପଢୁଥିଲି, ହଠାତ୍ ମତେ ପ୍ରଦୀପ ଭାଇଙ୍କର ଫୋନ ଆସିଥିଲା। ଆଉ ଏକ ଜୁମ୍ରେ ମୋର କିଛି କାର୍ଯ୍ୟକ୍ରମ ଥିଲା, ମୁଁ ତାଙ୍କୁ କହିଲି ମୁଁ ଠିକ 7:15ରେ ଜଏନ କରିବି। ଭାଇଙ୍କ ନିକଟରେ ମଧ୍ୟ ଧନ୍ୟବାଦ। ହଠାତ୍ ଅନପେକ୍ଷିତ ଭାବରେ ଆହ୍ୱାନ ପାଇବା ସମୟରେ ଗୋଟିଏ ଶବ୍ଦ ମୋ କାନରେ ଶୁଭୁଥିଲା, ଅନେକ ଆହୁତ କିନ୍ତୁ ଅଳ୍ପ ମନୋନୀତ।
मोर प्रिय मन आज गैदरिंग रो अनेक जूम गुड़िक आज झुमी उठुचंती खुशी आनंद आउ सेठारे 10 रु 15 रु अधिक लोक माने एकत्रित होई से आमोद प्रमोद रे निजको मचेई देई सेमाने यीशु जन्मर गाथा को वर्णना करिबारे लागिचंती। मोर प्रिय माने यीशु आउ थरे जगत को जन्म ग्रहण करबा को आसीबे नै, मात्र से जन्म ग्रहण करी केउ कार्य करि जाइचंती ताकू जदि हमने स्मरण करूछु बा रखिछु ता होची आमानक पई बहुमूल्य उपहार से उपहार को आमने किभଳି भाबरे आमने निज निज को प्रश्न पचारू तो उपहार को ग्रहण करबा पई प्रस्तुत अछु। जेतेबेले बहुत सान थाउ आ गोटे क्रिसमस ट्री जेतेबेले गृह मध्य रे किणा हुए सजा हुए गोटे कोणरे सुंदर ताको सजेई दिया जाए। आ से स्थान रे फिलिपी 1 पर्व 6 पद रे गोटे पद मोर मन पड़ी गला, कारण जे तुम मानक अंतर रे उत्तम कार्य आरंभ करि अछंती से ख्रीष्ट यीशुक दिन पर्यंत ता साधन करी सिद्ध करिवे। ए छोट वाक्यटे भितर जतो मु निजको देखुतिली प्रभु प्रकृत अर्थ रे यीशु ख्रीष्टंकर दिन पर्यंत ता साधन करिकि सिद्ध करिवे या को भाववाणी थिला, जोटा कि भाववाणी को सफल करबा पई फिलिपी पत्र रे एटा को हमन को आउसरे से सुचेई देले जे समस्त घटना केवल त्राणकर्ता प्रभु यीशु ख्रीष्ट ही साधन करि पारंती। पितांकर एकमात्र पुत्र जे कि मनुष्य रूप धारण करी जगत को आसिले। आज सेलिब्रेशन रो चरम सीमा समस्ते पहुंचे अनेक प्रकार गुणगान करू करू वाक्य चर्चा मध्य निज निज को नचित करबा समय प्रभु क्षुद्र पलटी को आज कौन कथा कहबा पई चाहउचंती। मोर प्रिय माने मते आपण मान को आज तो कौन कहबा पई चाहउचंती ता मन को टिके कर्ण दे सुनिबा को पड़िबो। जेतेबेले क्रिसमस आरंभ हुए आ देखु 1 तारिख रो पूरा आरंभ हो जाए समस्त प्रकार आयोजन जो आयोजन की प्रथम होची घर गृह सफा तापर साजसज्जा तापर पोशाक पत्र तापर खाद्य पानी आयोजन किंतु ता से साजसज्जा मध्य प्रधान साजसज्जा थाए कौन ना क्रिसमस ट्री जो ट्री रो वर्णना कौन स्थान रे नहीं किंतु ता एक उपहारार्थक स्मरणार्थक गोटे सुंदर विषय को प्रकाश करबा पे सेइचरे सुंदर भावे सजेई दिया जाए। अनेक सेतरे सुंदर सुंदर गिफ्ट मान टंगेई दिया जाए। अनेक प्रकार खेल माध्यम रे आ से गिफ्ट गुडी को आनी आ प्रत्येक परस्पर को उत्साहित करी आनंद करितांती। एई भली गोटे परिवार मध्य रे गोटे क्रिसमस ट्रीटा को जेतेबेले जणे आ निजे काढी करी आनुचंती गोटे परिवार रो पितामाता पिलामान को कहउचंती एटा हमरो एई वर्ष रे बापा थिला बेले एटा को किणा हितिला किंतु देखो तार अवस्था कौन है आ जेतेबेले सेई गछटी को देखुतिले आ समस्त कहउतिले आजि जदि शांत बापा थांते तेबे निश्चित भावे आकु केमिति ले सजाड़ी की गोटे नुआ रूप देई थांते। आ आजि शांत बापा नाहंती किंतु से नुआ रूप देबा पई के नै कारण तांको पाखरे अनेक सरंजाम थाए। आ से कोन करंती किछि किछि काटंती किछि किछि मोड़ंती किछि किछि झाड़ी दियंती किछि किछि उपाड़ी मध्य दियंती आउ किछि किछि को कोन करंती मूलर से कौन करती ना छाटी छाटी गोटे सुंदर गचरे परिणत कर दे थांती। आज हुए तो से शांत बापा नांती किंतु क्रिसमस ट्री को सजेबार ढंग अनोखा ही जाइछि किंतु से पूर्वतन पूरा काल से शांत बापा को मन करी माने कहउतले आउ वर्तमान वर्ष को वर्ष किनिबार आवश्यक नै आम शांत बाबा जदि थांते वे तो से अमन को एटा को गोटे नुआ ऊपर दे थांते। मोर प्रिय माने जो कार्य क्रिसमस ट्री के घड़ी भाव ठीक ठाक कर से बढ़ई जाती जो परिवार लोक से रंग बेरंगर से सुंदर साजसज्जा मध्य से कागज गछटी को सुंदर गोटे ट्री रे परिणत करू करू तार अपूर्व रूपर रूपांतरित अवस्था को देखि थांती। मोर प्रिय माने आम जीवनटा ठीक से प्रकार मोड़ी माड़ी हुई जाइतिबा क्रिसमस ही ट्री पर ठीक मोड़ी माड़ी जाइतो गोटे क्रिसमस ट्री पर जोटा कि अवहेलित भाव 11 मास जाक से पड़ी रही है। आमने 11 मास पर्यंत ये मोड़ी माड़ी की बढ़ी था ठीक क्रिसमस प्रथम तारीख आसीगले डिसेम्बर मासर आमने चाहू केमिति आमे सजाड़ी पापर प्रभाव हेतु आज आमे समस्त नई पड़ीचु किए बंका हो जाइचु किए भांगी पड़ीचु किए झड़ी पड़ीचु ये अवस्था आमने कौन करचु ना निज जीवन को 11 मास धरी कोटे आनीचु किंतु आमर त्राणकर्ता भाव ख्रीष्ट जीशु को आम जिते हृदय को अर्पण कर
ଆମ ମଧ୍ୟରେ ତାଙ୍କର ପ୍ରେମପୂର୍ଣ୍ଣ କାର୍ଯ୍ୟକୁ ଆରମ୍ଭ କରନ୍ତି ଦେଖାଯାଏ। କାରଣ ଯେ ତୁମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଛନ୍ତି ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତା ସାଧନ କରି ସିଦ୍ଧ କରିବେ। ଏହି ବାକ୍ୟଟି ପଢିବା ସମୟରେ 11ଟି ମାସକୁ ମୁଁ ସମୀକ୍ଷା କରୁଥିଲି। ପ୍ରଭୁ 11ଟି ମାସ ସାରା ମୁଁ ତୁମର ସହଭାଗିତା ମଧ୍ୟରେ ଅଛି। 11ଟି ମାସ ସାରା ମୁଁ ତୁମର ବାକ୍ୟର ଆମୋଦ କରିଛି। ତାର ଫଳ ଆଜି ତୁମେ ମୋ ଠାରୁ ଚାହୁଁଛ, ଅପେକ୍ଷା କରୁଛ। କଣ ଭେଟି ଦେବି? ତୁମେ ତ ସର୍ବଶ୍ରେଷ୍ଠ ଭେଟି ମତେ ଦେଲ, କିନ୍ତୁ ମୁଁ ତୁମ ପାଇଁ କଣ କରିବି? ମୁଁ ତୁମକୁ କଣ ଦେଇପାରିବି? ଯୋଉ ରୂପାନ୍ତରିତ କାର୍ଯ୍ୟ ଆମେ ଦେଖୁଛୁ ଫିଲିପି 1:6 ଖ୍ରୀଷ୍ଟ ତାହା କେବଳ ସାଧନ କରିପାରନ୍ତି। ଅର୍ଥାତ୍ ଏଥିପାଇଁ ଆମମାନଙ୍କୁ ସେ ତତ୍ପର ସେ ଆମଙ୍କର ପରିବାରକୁ ଅର୍ଥାତ୍ ମଣ୍ଡଳୀକୁ ଆମ ମଧ୍ୟରେ ସେ ଆତ୍ମିକ ବୃଦ୍ଧି ଅଭିବୃଦ୍ଧିକୁ ସେ ସମୃଦ୍ଧି କରିବା ପାଇଁ ତାଙ୍କର ବାକ୍ୟର ସତ୍ୟତା ରୂପ ଆଲୋକରେ ସେ ପରିବର୍ତ୍ତିତ କରିପାରନ୍ତି। ଏଫିସି ତାର 4:15 ଯଦି ଆମେ ପଢୁ ଠିକ ଏହି ବିଷୟକୁ ଆମେ ଜାଣିପାରିବା। ସହିଷ୍ଣୁତା ସହିତ ଅନୁଯୋଗ ରୂପ ଅଳଙ୍କାର ଦ୍ୱାରା ସେ ବିମଣ୍ଡିତ କରନ୍ତି। 2 ତିମୋଥୀ 4:2 ମଧ୍ୟ ଦେଖିଛୁ ପ୍ରେମ ରୂପକ ବର୍ଣ୍ଣମାଳାରେ ସେ ଆମକୁ ଭୂଷିତ କରନ୍ତି। ଓଃ କେତେ ସୁନ୍ଦର ଭାବରେ ପ୍ରଥମ ପିତର 4:8 କୁହାଯାଏ। କି ସୁନ୍ଦର ଭାବରେ ତାଙ୍କର କାର୍ଯ୍ୟକୁ ଆମ ଜୀବନରେ ସେ ସମାପ୍ତ କରିଥାନ୍ତି। ହୁଏତ ଏହି ଅସଜାଡ ଅନ୍ଧକାର ସମୟରେ ଆମକୁ ସଜାଡିବା ପାଇଁ ଆଜି ହୁଏତ ଜାଗତିକ ଶାନ୍ତ ବାପା ବା ଆବିର୍ଭାବ ଆମମାନଙ୍କ ମଧ୍ୟରେ ନାହାନ୍ତି, କିନ୍ତୁ ସ୍ୱର୍ଗୀୟ ପିତା ତାଙ୍କର ଏକମାତ୍ର କୁଳସ୍ଥିତ ପୁତ୍ରଙ୍କୁ ଏ ଜଗତକୁ ପ୍ରେରଣ କରି ଆମମାନଙ୍କୁ ସେ ସଜାଡିବା କାମ କରିବାରେ ସେ ଆମକୁ ସାହାଯ୍ୟ କରୁଛନ୍ତି। ଦିନ ପ୍ରତିଦିନ ଯୋଉ ମାଧ୍ୟମରେ ଅନଲାଇନ ଅଫଲାଇନ ମାଧ୍ୟମରେ ବାକ୍ୟ ଉପରେ ବାକ୍ୟ ବାକ୍ୟ ଉପରେ ବାକ୍ୟ ଦିଆ ଚାଲିଛି, ଅନେକଙ୍କୁ ଆୱେର କରାଯାଉଛି ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। ଆଉ ଶିଶୁ ରୂପରେ ନୁହେଁ, ମାତ୍ର ତାଙ୍କର ଅନୁଗ୍ରହର ସମାପ୍ତିର ସମୟ ଆସିଛି। ସେ ଆସିବେ ଗୋଟେ ବିଚାର ସମୟ ନେଇ, ଯୋଉ ସମୟରେ ଆମର ପ୍ରତିଟି ମୁହୂର୍ତ୍ତ ନିଶ୍ୱାସ ହୁଏତ ମତେ ଆଜି 60ରୁ ଉପର 65ରୁ ଉର୍ଦ୍ଧ୍ୱ ବର୍ଷ ହେଇଛି। ଏଇ ଉର୍ଦ୍ଧ୍ୱ ବର୍ଷ ମଧ୍ୟରେ ଯେତୋଟି ବଡ ଦିନ ମୁଁ ପାଳନ କରିଛି, ପ୍ରଭୁ ସେ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି, ପୁଅରେ ଝିଅରେ ମାରେ ଆଜି ମତେ ତୋ ହୃଦୟରେ ଜନ୍ମ ଦେଇ ତୁ ଅନେକଙ୍କୁ ତୋର ସାକ୍ଷ୍ୟକୁ ଅନ୍ୟ ନିକଟରେ ବାଣ୍ଟିଛୁ କି? ଯଦି ବାଣ୍ଟିଛୁ, ଏଇ ବର୍ଷ 2023 ସାଲର ବଡ ଦିନ ବା ଏଇ ଯୀଶୁ ଜନ୍ମର ଜୟନ୍ତୀର ପ୍ରି ଆମେ ଯୋଉ ଦେଖୁଛୁ ସେଲିବ୍ରେସନ, ତା ନିଶ୍ଚିତ ଭାବରେ ସଫଳ ହେବ। କିନ୍ତୁ ମୋର ପ୍ରିୟ ମାନେ ଦୁଃଖର ସହିତ ଜଣାଉ ଯେ ଆଜି ଯୋଉ ସେଲିବ୍ରେସନ ହଉଛି ତହିଁ ମଧ୍ୟରେ କେବଳ ଜାଗତିକ ଆମୋଦ ପ୍ରମୋଦ ଆନନ୍ଦ ଖାଦ୍ୟ ପାନୀୟ ଉଲ୍ଲାସ ଓ ନାନା ପ୍ରକାର ବାହ୍ୟିକ ଆଡମ୍ବର ମଧ୍ୟରେ କିଏ ନୂଆ ଲୁଗା କିଣିବ, କିଏ ନୂଆ ଘରର ରଙ୍ଗ ଦବ, କିଏ ନୂଆ ଗାଡି କିଣିବ, କିଏ ନୂଆ ଆସବାବପତ୍ର କିଣିବ। ଏଥିରେ ଯେତେବେଳେ ମଜି ରହିଛୁ ପ୍ରିୟ ପ୍ରଭୁ ଯୀଶୁଙ୍କର ସେଇ ଆଶ୍ଚର୍ଯ୍ୟ କାର୍ଯ୍ୟ ଯାହାକି ସାଧନ କରିଗଲେ 2023 ସାଲ ପୂର୍ବରୁ, ସେଇ କାର୍ଯ୍ୟ ଗୁଡିକୁ ଆମେ ଧୀରେ ଧୀରେ ବିସ୍ମରଣ କରୁଛୁ। ପୁନର୍ବାର ତାଙ୍କୁ ସେଇ ଜନ୍ମ ଅବସ୍ଥାକୁ ନେଇ ଆସୁଛୁ। ମୋର ପ୍ରିୟ ମାନେ ବହୁତ ବଡ ଗିଫ୍ଟ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ଅନେକ ସମୟରେ ଆମମାନଙ୍କ ସେ କ୍ରିସମସ ଯୋଉ ବଙ୍କା ହବାର ପରିସ୍ଥିତି, ଆମର ପାପପୂର୍ଣ୍ଣ ଜୀବନ ଠିକ ସେଇଭଳି ଭାବେ ବଙ୍କା ହେଇଯାଇଛି। 11 ମାସ ଧରି ବଙ୍କା ହେଇଯାଇଛି। ଈଶ୍ୱରଙ୍କର ଅନୁଗ୍ରହ ତାକୁ ସଳଖ କରିପାରେ। ମୋର ପ୍ରିୟ ମାନେ ତେଣୁ ଆସୁ ଆମେ ଅଳ୍ପ ସମୟ ଚିନ୍ତା କରିବା ସେଇ ବିଶେଷ ମୁହୂର୍ତ୍ତ, ଯୋଉ ମୁହୂର୍ତ୍ତରେ ଜଗତର ତ୍ରାଣକର୍ତ୍ତା ଏଇ ଧରାପୃଷ୍ଠକୁ ଓହ୍ଲେଇ ଆସିଲେ। ସବୁଠାରୁ ବଡ ଉପହାର ମାନଙ୍କୁ ଦେଇଛନ୍ତି। ସେଇ ବଡ ଉପହାରକୁ ଚିନ୍ତା କରିବାକୁ ଯଦି ଯାଉ, ତେବେ 4ଟି ସେ ବଡ ବଡ ଉପହାରକୁ ଆମେ ଏ ବର୍ଷ ଶେଷରେ ସ୍ମରଣ କରୁ। ପ୍ରଭୁ ମୋ ପାଇଁ ଆପଣମାନଙ୍କ ପାଇଁ କେଉଁ ବଡ ଉପହାର ଦେଇଛନ୍ତି? ପ୍ରଥମ ଦେଖୁ ସେଇ ଯୋହନ 3:16 ଈଶ୍ୱର ଜଗତକୁ ଏ ମହନ୍ତ ପ୍ରେମ କଲେ ଓ ତାଙ୍କର ଏକମାତ୍ର ଦ୍ୱିତୀୟ ପୁତ୍ରଙ୍କୁ ଦେଲେ। ହଁ, ଆମେ ଯିଏକି ତାଙ୍କ ଠାରେ ବିଶ୍ୱାସ କରିବୁ ଆମେ ବିନଷ୍ଟ ହେବ ନାହିଁ, ଅନନ୍ତ। ଇଟ୍ ଇଜ ଫର ଅଲ୍ ଦ ଗିଫ୍ଟ ଅଫ ଦ ଗଡ ସନ୍ ଫର ଅଲ୍ ବୋଲି ଲେଖାଯାଉଛି। ସମସ୍ତଙ୍କ ପାଇଁ, ସମଗ୍ର ପୃଥିବୀର ମାନବ ଜାତି ପାଇଁ ସେ ଗିଫ୍ଟ ଗୋଟେ ପ୍ରଦାନ କଲେ ତାଙ୍କର ଏକମାତ୍ର ସନ୍ତାନକୁ ଦେଇ। ଦ୍ୱିତୀୟ ତାଙ୍କର ସବୁଠାରୁ ବଡ ଗିଫ୍ଟ ହଉଛି ଗିଫ୍ଟ ଅଫ ଇଟରନାଲ ଲାଇଫ। ରୋମୀ 6:23 ଯଦି ଆମେ ପାଠ କରୁ, ସେଠି ବଡ ସୁନ୍ଦର ଲେଖାଯାଇଛି, କାରଣ ପାପର ବେତନ ହଉଛି ମୃତ୍ୟୁ, କିନ୍ତୁ ଈଶ୍ୱର ଅନୁଗ୍ରହ ଦାନ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ଜୀବନ ଅଟେ। ଅର୍ଥାତ୍ ଖ୍ରୀଷ୍ଟଙ୍କର ସେଇ ଦାନ ଦ ଗିଫ୍ଟ ଅଫ ଇଟରନାଲ ଲାଇଫ, ଯାହାକି ଇନ କ୍ରାଇଷ୍ଟ ଖ୍ରୀଷ୍ଟଙ୍କ ଠାରେ ଅଛି। ସେ ଖ୍ରୀଷ୍ଟଙ୍କ ଠାରୁ ସେ ମହାନ ଉପହାର କିଏ ପାଇପାରେ? ମୁଁ ଏବଂ
ଆପଣମାନଙ୍କୁ ବିନା ମୂଲ୍ୟରେ ତାହା ଦାନ କରାଯାଇଛି। ଏ ଗିଫ୍ଟଟାକୁ ଆମକୁ ମନେ ପକେଇ ଦିଏ ଯେ ୟାଠାରୁ ବଡ ଗିଫ୍ଟ ତମାନଙ୍କ ପାଇଁ ଜଗତରେ କିଛି ନାହିଁ। କୌଣସି ମର୍ସିଡିଜ କାର ନାହିଁ, କୌଣସି ବହୁତଳ ପ୍ରସାଦ ନାହିଁ, କୌଣସି ବହୁତ ବଡ ଧନ ସମ୍ପତ୍ତି ନାହିଁ, କି କୌଣସି ବହୁତ ବଡ ବଡ କମ୍ପାନୀର ମାଲିକ ମାନଙ୍କ ପରି କୌଣସି ଆସବାବପତ୍ର ନାହିଁ। କିନ୍ତୁ ଯାହା ଅଛି ତାହା ହଉଛି ଖ୍ରୀଷ୍ଟଙ୍କ ଠାରେ ଦ ଗିଫ୍ଟ ଅଫ ଦ ଇଟରନାଲ ଲାଇଫ, ଅନନ୍ତ ଜୀବନର ସେଇ ଗିଫ୍ଟକୁ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ହାଲେଲୁୟା। ଆଉ ସେ ଥର୍ଡ ଗିଫ୍ଟଟାକୁ ଦେଖିବା, ଦ ଗିଫ୍ଟ ଅଫ ଦ ସ୍ପିରିଟ, ଆତ୍ମାଙ୍କର ସେଇ ଦାନ ସେ ଆମମାନଙ୍କୁ ଦେଇଛନ୍ତି। ଯଦି ପ୍ରେରିତ ତାର 10 ଅଧ୍ୟାୟ 45 ପଦ ଆମେ ପାଠ କରୁ, ସେଥିରେ ପିତରଙ୍କର ସହିତ ଆଗତ ସୁନ୍ନତ ବିଶ୍ୱାସୀ ମାନେ ସମସ୍ତେ ବିଜାତି ମାନଙ୍କ ଉପରେ ସୁଦ୍ଧା ପବିତ୍ର ଆତ୍ମା ଦାନ ବୃଷ୍ଟି କରିବା ଦେଖି ଆଚମ୍ବିତ ହେଲେ। ଅନେକ ଅନେକ ଉପସ୍ଥିତ ଥିଲେ, କିନ୍ତୁ ଯୋଉମାନେ କି ଜାଣିନଥିଲେ ଯୀଶୁଙ୍କର ସେ ଆଶ୍ଚର୍ଯ୍ୟ କର୍ମର ଚାକ୍ଷୁଷ ସାକ୍ଷୀ ହୋଇନଥିଲେ ବା ସେମାନେ ସେ ଅନୁଭୂତି ମଧ୍ୟରେ ନଥିଲେ, ମାତ୍ର ଶିଷ୍ୟ ମାନଙ୍କର ସେ ସୁସମାଚାର ଘୋଷଣା ଦ୍ୱାରା ସେମାନେ ବିଶ୍ୱାସ କରିବା ସହିତ ଆଉ ଯେତେବେଳେ ସେମାନେ ଖ୍ରୀଷ୍ଟଙ୍କଠାରେ ନିଜକୁ ସମର୍ପଣ କରୁଥିଲେ, ପବିତ୍ର ଆତ୍ମାଙ୍କର ଦାନ ସେମାନଙ୍କ ଉପରେ ଯେତେବେଳେ ବର୍ଷୁଥିଲା, ଅନ୍ୟମାନେ ତାହା ଦେଖି ଆଶ୍ଚର୍ଯ୍ୟ ହଉଥିଲେ। ତାକୁ କମ୍ପ୍ଲିଟଲି କୁହାଯାଉଛି ଦ ଗିଫ୍ଟ ଅଫ ସ୍ପିରିଟ, ପବିତ୍ର ଆତ୍ମାଙ୍କର ଦାନ। ଆଜି ଗୋଟେ ଗୋଟେ ସାନ ଶିଶୁ ମାନେ ବି ସେମାନେ ହାତରେ ବାକ୍ୟ ଧରି ସୁନ୍ଦର ଭାବରେ ପ୍ରଭୁଙ୍କର ସେଇ ସୁସମାଚାରକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବାରେ ସକ୍ଷମ ହେଇପାରୁଛନ୍ତି। ଯୁବା ମାନେ, ଅତି ୟଙ୍ଗ ପିଢି ମାନେ ମଧ୍ୟ ଅନେକ ଅଛନ୍ତି ଯୋଉମାନେ କି ଆଜି ପ୍ରଭୁଙ୍କ ସେବାରେ ନିଜକୁ ସମର୍ପଣ କରି ସାକ୍ଷ୍ୟ ବହନ କରୁଛନ୍ତି। ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ଯୋଉ କାର୍ଯ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସାଧନ କରୁଥିଲେ ସେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବର୍ତ୍ତମାନ ଆତ୍ମାଙ୍କ ବୃଷ୍ଟି ଏତେ ପ୍ରଚୁର ହେଇଛି, ଯଦ୍ୱାରା କି ସାନ ଶିଶୁଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ପର୍ଯ୍ୟନ୍ତ କେହି କ୍ଳାନ୍ତ ନୁହନ୍ତି ସେ ସୁସମାଚାର ପହଞ୍ଚେଇବା ପାଇଁ। ମଣିପୁରର ପରିସ୍ଥିତିକୁ ଆମେ ଦେଖିଲୁ, ଆମେ ଇସ୍ରାଏଲର, ଆଉ ଆମେ ଦେଖୁଛୁ ସେ ଯୁଦ୍ଧର ପରିସ୍ଥିତିକୁ ଦେଖିଲୁ, ବିଭିନ୍ନ ମଣ୍ଡଳୀ ଗୁଡିକର ତାଡନା ଗୁଡିକର ସମୟରେ ଆମେ ସେଇ ସମସ୍ତ ଘଟଣା ଦେଖିଲୁ, ନାନା ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଦେଖିଲୁ କୋଉଭଳି ଭାବରେ ପ୍ରଭୁ ତାଙ୍କର ସେ କ୍ରୋଧର ପାତ୍ର ଢାଳିଲା ପରି ଢାଳିବା ସମୟରେ ଆମମାନଙ୍କର ପ୍ରତି ତାଙ୍କର ଅନୁଗ୍ରହ ଏତେ ପ୍ରଚୁର। ଆତ୍ମାରେ ପ୍ରଭୁ ଆମମାନଙ୍କୁ ପୂର୍ଣ୍ଣତା ଦେଇ ସେଇ ପ୍ରିୟ କଣ୍ଟ୍ରି ମାନଙ୍କୁ, ସେଇ ଦେଶବାସୀ ମାନଙ୍କ ନିମନ୍ତେ ଇସ୍ରାଏଲ ପାଇଁ ଆମେ ସମସ୍ତେ ଯେତେ ଜଣ ବିଶ୍ୱାସ କରୁଛୁ, ଆମେ ସମସ୍ତେ ଅଣଜୁଇଜି ହେଲେ ମଧ୍ୟ ଆମେ ସେଇ ପରିବାରଭୁକ୍ତ, ଆମେ ସେଇ ବିଶ୍ୱାସୀ ବର୍ଗ ଭିତରେ ସେଇ ସମୟରେ ଗଣା ନହେଲେ ମଧ୍ୟ ଆଜି ଅନୁଗ୍ରହର ବିଶ୍ୱାସ ଦ୍ୱାରା ଆମେ ସମସ୍ତେ ପରିତ୍ରାଣ ପାଇଥିବାରୁ ଆମେ ମଧ୍ୟ ଈଶ୍ୱରଙ୍କର ଏକକ ଇସ୍ରାଏଲ ମନୋନୀତ ଜାତି। ମୋର ପ୍ରିୟ ମାନେ, ଦ ଗିଫ୍ଟ ଅଫ ଦ ସ୍ପିରିଟ ଯେତେବେଳେ ଆସିଯାନ୍ତି, ହୋଲି ସ୍ପିରିଟ ଯେତେବେଳେ ଆମମାନଙ୍କ ମଧ୍ୟକୁ ଆସିଯାନ୍ତି, ସେ ଆମମାନଙ୍କୁ ଦେଖିକି ଦିଅନ୍ତି ଆମେ କଣ ପାଇଁ ଆସିଥିଲୁ ଏଇ ଜଗତରୁ, ଆମମାନଙ୍କର ଜୀବନଟା କଣ ଥିଲା, ଆଉ କିଭଳି ଭାବରେ ତାହା ପରିବର୍ତ୍ତିତ ହେଲା। ଆମମାନଙ୍କର ଧାର୍ମିକତା ବିଷୟରେ ମଧ୍ୟ ଆମମାନଙ୍କୁ ସଚେତନ କରେଇ ଦିଏ, ଆମମାନଙ୍କ ବିଚାର ବିଷୟରେ ମଧ୍ୟ ସଚେତନ କରେଇ ଦିଅ, ଯୋଉଥିପାଇଁ କି ସେ ଗିଫ୍ଟ ଅଫ ଦ ସ୍ପିରିଟ ସମଗ୍ର ପୃଥିବୀ ପାଇଁ ଯେତେବେଳେ ବ୍ୟାପିଗଲା, ଅନେକ ଆଶ୍ଚର୍ଯ୍ୟାନ୍ୱିତ ହେଲେ। କାରଣ ସେଟା ହଉଛି ବିଶ୍ୱାସର ସେଲ୍, ବିଶ୍ୱାସର ସେ ସିଲ୍ ତାଙ୍କୁ ଦିଆଗଲା। ଫୋର୍ଥ ହଉଛି ଆମେ ଦେଖିବୁ ଦ ଗିଫ୍ଟ ଅଫ ଦ ଇଟରନାଲ ଗ୍ଲୋରି, ଅନନ୍ତକାଳୀନ ଗୌରବର ସେଇ ଦାନ ପ୍ରଭୁ ଆମମାନଙ୍କୁ ବଡ ଉପହାର, ସବୁଠାରୁ ବଡ ଅନନ୍ତକାଳୀନ ସେ ଗୌରବ। ଯଦି ଯୌନ ତାର 17 ପର୍ବ 22 ପଦ ଆମେ ପାଠ ପଢୁଛୁ, ଦ ଗିଫ୍ଟ ଅଫ ଦ ସ୍ପିରିଟ ପଢି ସାରିଲା ପରେ ଆମେ ଦେଖିବା ଶେଷଟି, ଆଉ ଗିଫ୍ଟ ଅଫ ଦ ଇଟରନାଲ ଗ୍ଲୋରି, ଯୌନ 17 ପର୍ବ 22 ପଦ ଲେଖାଯାଏ, ଆଉ ତୁମେ ମତେ ଯେଉଁ ମହିମା ଦେଇଅଛ ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ଯେ ପ୍ରକାର ଏକ ସେମାନେ ସେ ପ୍ରକାର ଏକ ହୁଅନ୍ତି। ମୋର ପ୍ରିୟମାନେ, ଉଦ୍ଦେଶ୍ୟ ଈଶ୍ୱରଙ୍କର କାର୍ଯ୍ୟ ସାଧନର ଉଦ୍ଦେଶ୍ୟ ହଉଛି ଯେ ସେ ପିତା ଈଶ୍ୱରଙ୍କ ନିକଟରେ ସେ କହୁଛନ୍ତି, ପ୍ରଭୁ ତୁମେ ମତେ ଯେଉଁ ମହିମା ଦେଇଅଛ, ତାଙ୍କର ଆଗମନ ଏକ ମହିମା ଯୁକ୍ତ ହେଇଥିବାରୁ ଆଉ ସେ ସୁନ୍ଦର ଭାବରେ ପିତାଙ୍କୁ ସେ ଧନ୍ୟବାଦ ଦେଇ କହୁଛନ୍ତି, ତୁମେ ମତେ ଯେଉଁ ମହିମା ଦେଇଅଛ, ଆଉ ମୁଁ ଯାହା ମତେ ଦେଇଅଛ ମୁଁ ସେମାନଙ୍କୁ ଦେଇଅଛି। 70 ଜଣଙ୍କ ମଧ୍ୟରୁ 12 ଜଣଙ୍କୁ ଯେତେବେଳେ ସେ ମନୋନୀତ କରୁଛନ୍ତି, କେତେ ଭାବରେ ସେ 12 ଜଣଙ୍କୁ ସେ ମନୋନୀତ କରିଥିବେ। କେହି ବି ଆଜ୍ଞା ତା ଭିତରେ ବହୁତ କ୍ୱାଲିଫାଇଡ ନଥିଲେ, କେହି ବି ଆଜ୍ଞା କୌଣସି ଉତ୍ତମ କାମ କରିକି ଯେ ବହୁତ ଭଲରେ ଥିଲେ,
କେହି ବି ଆଜ୍ଞା କେହି ପ୍ରଭୁଙ୍କର ସେ ସତ୍ୟ ଅନୁଗାମୀ ଶିଷ୍ୟ ଭାବରେ ନଥିଲେ। ସମସ୍ତଙ୍କର ବ୍ୟବସାୟ, ସମସ୍ତଙ୍କର ଇଏକୁ ଛାଡି ସେମାନେ ଯୀଶୁଙ୍କର ପଛରେ ଅନୁଗାମୀ ହେବା ସମୟରେ ଯୀଶୁ ସେମାନଙ୍କୁ ମନୋନୀତ କଲେ। 70 ଜଣଙ୍କ ମଧ୍ୟରୁ ସେ 12 ଜଣଙ୍କୁ ମନୋନୀତ କଲେ। ସେ ଜାଣିଲେ ଏଇ ଛୋଟ ପଲଟି ମୋର ଶକ୍ତିଯୁକ୍ତ ଭାବରେ ପ୍ରଭୁଙ୍କ ସେବା କାର୍ଯ୍ୟରେ ନିୟୋଜିତ ହେବା ସମୟରେ ସେମାନେ ତାଡନାର ସମ୍ମୁଖୀନ ହେବେ, ସେମାନେ ଅପମାନର ସମ୍ମୁଖୀନ ହେବେ, ସେମାନଙ୍କୁ ମାରି ଦିଆଯିବ, ଆଉ ସେମାନଙ୍କ ପରିବାରକୁ ଛିନ୍ନ ଭିନ୍ନ କରାଯିବ, ତାଙ୍କ ଦେଶକୁ ଛିନ୍ନ ଭିନ୍ନ କରାଯିବ। ମାତ୍ର ସେମାନେ ଅଳ୍ପ, ମାତ୍ର ମୋର ଅନୁଗ୍ରହ ସେମାନଙ୍କ ପାଇଁ ପ୍ରଚୁର ରହିବ। ଯଦ୍ୱାରା ସେମାନେ ସେ ଗୌରବମୟ ଅବସ୍ଥାକୁ ସେମାନେ ଦେଖିବାକୁ ପାରିବେ। ଇଟର୍ନାଲ ଗ୍ଲୋରି ମଧ୍ୟରେ ସେମାନେ ପ୍ରବେଶ କରିବାକୁ ପାରିବେ। ଆଉ ତାହା ଦେଖୁଛୁ ଯେ ଅନନ୍ତକାଳୀନ ତାହା ହଉଛି ଗୌରବ, ଯେଉଁ ଗୌରବକୁ କେହି ହରଣ କରିପାରେ ନାହିଁ। ସୋ ଗୌରବରେ ରକ୍ଷଣ ଉଦ୍ଯୋଗୀ ପିତା ପରମେଶ୍ୱର ତାଙ୍କର ଏକମାତ୍ର ପୁତ୍ରଙ୍କୁ ଦେଇ ସେ କାର୍ଯ୍ୟ ସାଧନ କରିବା ସମୟରେ ଥରକୁ ଥର ଆମମାନଙ୍କୁ ପ୍ରତିବର୍ଷ ଏଇ ଦିନମାନଙ୍କୁ ସ୍ମରଣ କରେଇ ଦିଅନ୍ତି। ୱାଇ? କାହିଁକି ଈଶ୍ୱରଙ୍କର ଅଭିମତ ତାଙ୍କର ବିଶ୍ୱାସୀ ମାନଙ୍କ ପ୍ରତି ଘଟିଲା? କାହିଁକି ଭବିଷ୍ୟତବାଣୀ ସଫଳ ହେଲା? କାହିଁକି ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସମସ୍ତଙ୍କୁ ସଫଳ କରିବା ପାଇଁ ଈଶ୍ୱରଙ୍କ ନିକଟରେ ଅକଥନୀୟ ଭାବରେ ପ୍ରାର୍ଥନା କରୁଛନ୍ତି। ହେ ପିତା, ହେ ପିତା, ହେଇପାରେ ଏ ପାନପାତ୍ର ମୋ ଠାରୁ ଦୂର କର। ସମ୍ପୂର୍ଣ୍ଣ ପାର୍ଥିବ ତମ୍ଭୁରେ ସେ ମାଟିର ପାତ୍ର ମଧ୍ୟରେ ଆସିଲେ ମଧ୍ୟ ସମ୍ପୂର୍ଣ୍ଣ ଈଶ୍ୱରତ୍ୱ ମଧ୍ୟରେ କିଛି ସମୟ ପାଇଁ ସେ ଦୁର୍ବଳ ହେଇଯିବା ସମୟରେ ହୋଲି ସ୍ପିରିଟ ତାଙ୍କୁ ଏଭଳି ଭାବରେ ଧରି ରଖିଥିଲେ, ଯୋଉଥିପାଇଁ ପରବର୍ତ୍ତୀ ସମୟରେ ସେ ଶକ୍ତିଯୁକ୍ତ ଭାବରେ ଆଉ ସେଇ ସମସ୍ତ କ୍ଲେଶକୁ ସହିବା ପାଇଁ ପିତାଙ୍କର ଇଚ୍ଛା ନିକଟ ନିଜକୁ ସମର୍ପଣ କରିଦେଲେ। ମୋର ପ୍ରିୟ ମାନେ, ଆଠାରୁ ବଡ ଉପହାର ପ୍ରଭୁ ଆମମାନଙ୍କୁ କଣ ଦେଇଥାନ୍ତେ? ଆଜି ଆମମାନଙ୍କ ଠାରୁ ସେ ଅପେକ୍ଷା କରିଛନ୍ତି ଯେ ଆମମାନଙ୍କର ଜୀବନର ସେ ଉପହାର କଣ ଅଛି, ଆମେ କଣ ତାଙ୍କୁ ଦେଇ ଭେଟି ପାରିବା? ଆମମାନଙ୍କୁ ସେଇ ସୁନା କୁନ୍ଦୁରୁ ଗନ୍ଧରସ ତିନି ପଣ୍ଡିତଙ୍କ ପରି ନାହିଁ, ସେ ମେଷପାଳକଙ୍କ ପରି ଆମର ରାତି ଅଧିଆ ଜଗିକିରି ତାଙ୍କୁ ଭେଟିବା ପାଇଁ ନାହିଁ। ସେ ଗୁହାଳ କୁଣ୍ଡରେ ଶିଶୁଟି କୋନାରେ ଗୁଡା ହେଇଯିବା କି ହୁଏତ ସମସ୍ତେ ଭାବୁଛେ ଗୋଟେ ରାଜା ଆସୁଛନ୍ତି, ଶାନ୍ତି ରାଜା ଆସୁଛନ୍ତି, ଗୋଟେ ମହା ଆଡମ୍ବରପୂର୍ଣ୍ଣ ଜୀବନରେ ତାଙ୍କର ଦର୍ଶନ କରିବା ପାଇଁ ଯିବୁ। ମାତ୍ର ତା ପରିବର୍ତ୍ତେ ମେଷପାଳକ ମାନଙ୍କୁ କୁହାଗଲା ଗୋଟେ କନାରେ ତାଙ୍କୁ ଗୁଡା ହୋଇ ଗୁହାଳ କୁଣ୍ଡରେ ଶୁଖା ହବ। ଏହା ତୁମମାନଙ୍କ ନିମନ୍ତେ ଏକ ଚିହ୍ନ ସ୍ୱରୂପ ହେବ। ମୋର ପ୍ରିୟ ମାନେ, ସେଇ କୁଣ୍ଡରେ ସେ କନାରେ ଗୁଡା ହବା ସମୟରେ ଜଗତର ଅଧିପତି ଆମମାନଙ୍କୁ ପାପ ରୂପ ବନ୍ଧନରେ ଏତେ ଦୂର ବାନ୍ଧି ଦେଇଛି, ଏତେ ଦୂର ବାନ୍ଧି ଦେଇଛି, ସେଇ ଚିହ୍ନକୁ ଆମମାନଙ୍କ ହୃଦୟରେ ଆଜି ଧାରଣ କରିବା ପାଇଁ ଅକ୍ଷମ ହେଇଛୁ। ଛୋଟ ଛୋଟ ବିଷୟରେ, ଛୋଟ ଛୋଟ ସମସ୍ୟାରେ, ଛୋଟ ଛୋଟ ଘଟଣାରେ ଆମମାନଙ୍କର ସେଇ ଆତ୍ମକୈନ୍ଦ୍ରିକ ଜୀବନରେ ଅନେକ ସମୟରେ ଆମେ ଈଶ୍ୱରଙ୍କ ମହିମାରୁ ଉଣା ପଡିଛୁ। ଷ୍ଟିଲ୍ ସେ ହାତ ପ୍ରସାରି କହନ୍ତି, ଷ୍ଟିଲ୍ ଆଇ ଏମ୍ ୱେଟିଂ ଫର ୟୁ। ମୁଁ ଅବିକା ବି ତୋ ପାଇଁ ମୁଁ ଅପେକ୍ଷା କରିଛି। ମୋ ବହୁମୂଲ୍ୟ ଯୋଉ ଉପହାର ତୋ ପାଇଁ ଜଗତ ପାଇଁ ମୁଁ ଦେଇଛି, ସେ ଉପହାର ପ୍ରତିବଦଳରେ ମୁଁ କିଛି ଚାହୁଁନି। ତୋର ସେଇ ଭଙ୍ଗା ଅନ୍ତଃକରଣଟିକୁ ଚାହୁଁଛି, ତୋ ଭିତରେ ସେ ସୁଗନ୍ଧିଟିକୁ ମୁଁ ଚାହୁଁଛି। ତୋ ଜୀବନର ଚାଲି ଚଳନ, ଆଚାର ବ୍ୟବହାର, କଥାବାର୍ତ୍ତା, ପୋଷାକ ପରିଚ୍ଛଦ ସବୁ ଭିତରେ ମୁଁ ଦେଖିବା ପାଇଁ ଚାହୁଁଛି ଯେ ତୁ ମତେ ଗୌରବାନ୍ୱିତ କରିଛୁ କି? ଅନେକ ସମୟ ପ୍ରିୟମାନେ, ମୁଁ ଆପଣମାନେ ଅନେକ ପରିସ୍ଥିତିରେ କିଛି କିଛି ସମୟ ପାଇଁ ଝୁଣ୍ଟି ପଡିଛୁ। ଅନେକ ସମୟରେ କିଛି କିଛି ପରିସ୍ଥିତି ପାଇଁ ଆମମାନେ ପୃଥକ ହେଇଯାଇଛୁ। କିନ୍ତୁ ଗୋଟିଏ ସମୟ ଆସିଲା, ଧାର୍ମିକ 7 ଥର ପଡିଲେ ମଧ୍ୟ ଉଠିବ, ପ୍ରଭୁ ତାକୁ ଉଠେଇବାର ପରମେଶ୍ୱର। ଯଦି ଇଫ୍ वी confess our sin before God, ଈଶ୍ୱରଙ୍କ ପାଖରେ ପ୍ରଥମ ଜନ 1:9 ଯଦି ଆମମାନେ ପାପକୁ ସ୍ୱୀକାର କରିନଉ, ଆମମାନଙ୍କର ଅଯୋଗ୍ୟତାକୁ ଯଦି ସ୍ୱୀକାର କରିନଉ, ତେବେ ଆମମାନଙ୍କ ସମସ୍ତ ପାପ କ୍ଷମା କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ମୋର ପ୍ରିୟ ମାନେ, ଆମମାନେ ଯେତେବେଳେ ଏଇ ଜନ୍ମ ଜୟନ୍ତୀରେ ଆମମାନେ ବହୁତ ଆନନ୍ଦ କରୁଛୁ, ସ୍ମରଣ କରୁଛୁ, ଆଉ ପରସ୍ପରର ମିଳନ ପାଇଁ ବହୁତ ଆକାଂକ୍ଷିତ, ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ, ଭୋଜନ ପାନ ଏସବୁ ମଧ୍ୟରେ ପ୍ରଭୁ ଖୋଜୁଛନ୍ତି ସେ ଗୁହାଳ କୁଣ୍ଡର ଶୋଇଥିବା ମୁଁ ସେଇ ଶିଶୁ ଯୀଶୁ, ମତେ ଭେଟିବା ପାଇଁ ତୁମେ କଣ ନେଇ ସାଙ୍ଗରେ ଆସିଛ? କଣ ନେଇକି ଆସିଛ? ମୁଁ ତ ଜଗତ ପାଇଁ ଏତେ ବଡ ଉପହାର ତୁମମାନଙ୍କୁ ଦେଲି, ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କୁ ଦେଲି, ତାଙ୍କ ଜୀବନ ମଧ୍ୟ ତୁମ ପାଇଁ ସମର୍ପଣ କଲି। କିନ୍ତୁ ତୁମମାନେ ମୋ ପୁତ୍ର ନିକଟକୁ କେଉଁ ଉପହାର ନେଇ ଆସୁଛ? ଆଉ ସେ ଆସୁଛନ୍ତି, ସେ ଭେଟି ସେ ସଂଗ୍ରହ କରିବା ପାଇଁ ଆସୁଛନ୍ତି। ଯାହା ଦେଇଛନ୍ତି ସେଟାକୁ ସଂଗ୍ରହ କରିବା ପାଇଁ ସେଥିପାଇଁ ସେ କହୁଛନ୍ତି ଯେ ପିତା, ତୁମେ ମତେ ଯେଭଳି ମହିମାନ୍ୱିତ କରିଅଛ, ଆଉ ତୁମର ସେଇ ପ୍ରିୟମାନଙ୍କୁ ମୁଁ ସେଇଭଳି ମହିମାନ୍ୱିତ କରିବା ପାଇଁ ଇଚ୍ଛା କରେ। ଆଉ ସେ ଯୋଉ ସମସ୍ତ ମହିମାର ମହିମାନ୍ୱିତ ହେଲେ,
ପରବର୍ତ୍ତୀ ସମୟରେ ତାଙ୍କ ଶିଷ୍ୟମାନେ ଅନୁଗାମୀ ମାନେ ସେଇ ମହିମାରେ ମହିମାନ୍ୱିତ ହେଇ ସାକ୍ଷମ ଜୀବନ କାଟି ଅନେକଙ୍କୁ ଖ୍ରୀଷ୍ଟଙ୍କର ଅନୁଗାମୀ ଭାବରେ ପ୍ରସ୍ତୁତ କରି ସେ ଅନନ୍ତକାଳୀନ ରାଜ୍ୟ ପାଇଁ ସେ ମହାନ ଗୌରବମୟ ରାଜ୍ୟ ପାଇଁ ପ୍ରସ୍ତୁତ କରିପାରିଲେ। ମୁଁ ଏବଂ ଆପଣମାନେ 11ଟି ମାସ ମଧ୍ୟରେ ଗୋଟିଏ ବି ଆତ୍ମାକୁ ଆଣିପାରିଛୁ କି? ଆତ୍ମଚିନ୍ତା କରୁ। ନା କେବଳ ଆମମାନେ ଭାଷଣ ଦଉଛୁ, ବାକ୍ୟ ଦଉଛୁ, କଥା କହୁଛୁ। କିନ୍ତୁ ଆମମାନଙ୍କର କାର୍ଯ୍ୟ କାହିଁ? ଯୀଶୁଙ୍କର ସର୍ବଶ୍ରେଷ୍ଠ କାର୍ଯ୍ୟକୁ ସେ ସାଧନ କରିବା ପାଇଁ ପ୍ରଭୁ ଆମମାନଙ୍କୁ ସେଇ କଥା ଶିଖାନ୍ତି। ଯଦି ତୁମେ ପ୍ରକୃତରେ ଖ୍ରୀଷ୍ଟଙ୍କର ଅନୁଗାମୀ, ତେବେ ତାହାଙ୍କ ପରି ସବୁ କାର୍ଯ୍ୟରେ, ସବୁ କ୍ଷେତ୍ରରେ ତୁମେ ତାହାଙ୍କୁ କେବଳ ଗୌରବ ଦିଅ। ତେବେ ତୁମେ ସେ ଅନନ୍ତକାଳୀନ ଗୌରବମୟ ରାଜ୍ୟରେ ପ୍ରବେଶ କରିବାର ଅଧିକାର ପାଇବ। ମୋର ପ୍ରିୟମାନେ, ଆମମାନେ ଜାଣୁ ପ୍ରଭୁ ଆମମାନଙ୍କୁ 2 କରନ୍ତି ତାର 9 ପର୍ବ 15 ପଦ ଅନୁଯାୟୀ ଈଶ୍ୱରଙ୍କର ଅକଥନୀୟ ଦାନ ନିମନ୍ତେ ଆମମାନେ ସଦା ସର୍ବଦା ଧନ୍ୟବାଦ କରିବା। ଏହି ମରଣଶୀଳ ପୃଥିବୀ ପାଇଁ ଜଣେ ଜୀବନ୍ତ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପରି ଶ୍ରେଷ୍ଠ ଉପହାର ଆଉ ବା କଣ ଅଛି? କିନ୍ତୁ ଆମର ଶ୍ରେଷ୍ଠ ଉପହାର ପ୍ରତିଦାନରେ କଣ ଦବା? ମୁଁ ମୋର ପରିବାର ପ୍ରଭୁଙ୍କ ନିକଟରେ ସମର୍ପିତ ହେବା କି? ଆମ ଜୀବନ ଦ୍ୱାରା ଅନେକ ସେ ଆଲୋକର ସନ୍ଧାନ ପାଇବେ କି? ଆମମାନଙ୍କର ଜୀବନ ଦ୍ୱାରା ଅନେକ କିଛି କିଛି ଏ ପ୍ରଭୁଙ୍କର ଆଲୋକର ସେଇ ଲବଣତ୍ୱର ସେ ସ୍ୱାଦ ପାଇବେ କି? ଯଦି ପାଇଛନ୍ତି ମୋର ପ୍ରିୟମାନେ, ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ, ପ୍ରଭୁ ମହିମାନ୍ୱିତ ହୁଅନ୍ତୁ। ବର୍ଷର ଶେଷ ମାସରେ ଆଉ ଯେପରି ମୁଁ କହୁଥିଲି ଯେ ଆମମାନେ ସମସ୍ତ ଆନନ୍ଦ କୋଳାହଳ ମଧ୍ୟରେ ଆଉ ପ୍ରଭୁ ଯୀଶୁଙ୍କୁ ଯେପରି ପାଶୋରି ନ ଯାଉ। ଏଭଳି ଏକ ବ୍ଲାଇଣ୍ଡ ଆଉ ସ୍କୁଲରେ ବ୍ଲାଇଣ୍ଡ ସହଭାଗିତା ମଧ୍ୟରେ ରହିଥିବା ସମୟରେ ଆଉ ଆମମାନଙ୍କର ପ୍ରିୟ ମାନିକଲାଲ ଯାଚକ ସେମାନଙ୍କର ଲିଡର ଥାନ୍ତି ସେଇ ସମୟରେ ସେମାନଙ୍କୁ ସେ ପ୍ରୋଗ୍ରାମରେ ସାମିଲ କରିଥାନ୍ତି। ଆଉ ସେଇଥିରେ ସବୁ ପ୍ରକାର ଆଉ ସେ ଷ୍ଟୁଡେଣ୍ଟ ମାନଙ୍କ ସହିତ ଅନେକ ପିଲା ବିଭିନ୍ନ ସ୍ଥାନରୁ ଆସିଥାନ୍ତି। କିନ୍ତୁ କାହାର ସେ ଦୃଷ୍ଟି ଶକ୍ତି ନଥାଏ, କାହାର ଦୃଷ୍ଟି ଶକ୍ତି ନଥାଏ। ଆଉ ଆମମାନଙ୍କୁ କାକା ଗୋଟେ ବହୁତ ବଡ ଟାସ୍କ ଦେଲେ, କହିଲେ ଦେଖ ତୁମମାନଙ୍କୁ କହୁଛି ଏମାନେ ବହୁତ ଜ୍ଞାନୀ ଗୁଣୀ, ଏମାନଙ୍କର ହୁଏତ ଗୋଟିଏ ଇନ୍ଦ୍ରିୟ ନାହିଁ କିନ୍ତୁ ଅନେକ ଇନ୍ଦ୍ରିୟ ଗୁଡିକ ତାଙ୍କର ଅତି ସକ୍ରିୟ। ତୁମେ ଏଭଳି ଏକ ନାଟକ ବା ଏଭଳି ଏକ କାହାଣୀ ତୁମେ ପ୍ରସ୍ତୁତ କର ଯଦ୍ୱାରା ସେମାନେ ଶୁଣି ସେ ଅନୁସାରେ ଆକ୍ଟିଂ କରିବେ ଆଉ ଚକ୍ଷୁ ଥିବା ଲୋକମାନେ ତାହା ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେବେ। ବଡ ସମସ୍ୟାରେ ପଡିଗଲୁ, କଣ କାହାଣୀ କହିବା? ଆଉ ଯେତେବେଳେ ଗୋଟେ ବାପ ପୁଅର କାହାଣୀ ଆମେ କହୁଥିଲୁ, ଗୋଟେ ପୁଅ କେମିତି ଡିମାଣ୍ଡ କରୁଛି, ବାପାଙ୍କୁ କହୁଛି ବାପା ଏଥର ଯଦି ମୁଁ ମେଟ୍ରିକ ପାସ୍ କରିବି ମୋର ଗୋଟେ ବହୁତ ବଡ ଡିମାଣ୍ଡ ଅଛି। ଆଉ ତମେ କଣ କରିବ? ମୋ ପାଇଁ ଗୋଟେ ବହୁତ ବଡ ବସ୍ କିଣିଦବ, ଯୋଉ ବସରେ ମୁଁ ବହୁତ ଲୋକଙ୍କୁ ପ୍ରତିଦିନ ନେବି ଆଣିବି, ଆଉ ମୁଁ ବହୁତ ଅର୍ଥ ରୋଜଗାର କରିବି, ଆଉ ମୁଁ ବହୁତ ବଡ ଲୋକ ହେଇଯିବି। ଆଉ ତାଙ୍କ ବାପା କହିଲେ ପୁଅରେ ପ୍ରାର୍ଥନା କର, ପ୍ରଭୁ ଯୋଗେଇବେ। ସେଦିନ ଅବ୍ରାହମ ମଧ୍ୟ ସେ ପୁତ୍ରର ସେଇଭଳି ଆନ୍ସର ଶୁଣି ସେ କହିଥିଲେ, କ୍ୱେଶ୍ଚନ ଶୁଣି ସେ କହିଥିଲେ ପୁଅରେ ଚିନ୍ତା କରନା, ସଦାପ୍ରଭୁ ପରମେଶ୍ୱର ଯୋଗେଇବେ। ସେଇ ବିଶ୍ୱାସରେ ଯେତେବେଳେ ଇସାକ ବାପାଙ୍କ ନିକଟରେ ସମର୍ପିତ ହେଇଥିଲେ, ପୁଅଟି ମଧ୍ୟ ସେଇଦିନ ସମର୍ପିତ ହେଲା। ବାପା କହିଛନ୍ତି ନା ମୁଁ ଯଦି ଫାର୍ଷ୍ଟ ଡିଭିଜନ ପାସ୍ କରିବି ନିଶ୍ଚୟ ଭାବରେ ଆଉ ମତେ ସେ ବସଟି କିଣିକି ଦେବେ। ଆଉ ଯେତେବେଳେ ବସଟି ଫାର୍ଷ୍ଟ ଡିଭିଜନ ପାସ୍ କଲା, ବାପା ତାଙ୍କର ପ୍ରମିସ ରକ୍ଷା କଲେ। ଆଉ ରକ୍ଷା କରିବା ସମୟରେ ଆଉ ସେମାନେ କଣ କରୁଛନ୍ତି ନା ପ୍ରଭୁଙ୍କୁ ଆଗେ ଧନ୍ୟବାଦ ଦଉଛନ୍ତି ସେ ଗାଡି ମଧ୍ୟରେ ଥାଇ। ଆଉ ଯେତେବେଳେ ଷ୍ଟିୟରିଂ ଧରି ବସୁଛନ୍ତି, ପ୍ରଥମେ ତାଙ୍କ ବାପା ବସିଲେ, ତାପରେ ପୁଅ ବସିଲେ। ତାପରେ ଯେତେବେଳେ ତାଙ୍କ ସାଙ୍ଗମାନେ ଧୀରେ ଧୀରେ ଆସିଲେ ସେ ଗାଡିଟିକୁ ଦେଖିକିରି, ଆଉ ସେମାନେ କହିଲେ ଆରେ ସାଙ୍ଗ ତୁ ଏତେ ବଢିଆ ଗାଡିଟା କିଣିଛୁ, ଆମକୁ ଟିକେ ବସଉନୁ। ଆଉ ସେମାନେ ଯେତେବେଳେ ତାଙ୍କୁ ଏ ସାଙ୍ଗମାନଙ୍କୁ ନେଇ ବସେଇଲେ, ବାପାଙ୍କୁ ସେ କହୁଛି ବାପା ଟିକେ ପଛକୁ ଯାଅ, ଟିକେ ପଛକୁ ଯାଅ। ଏମିତି କରୁ କରୁ ଅନେକ ରାସ୍ତାରେ ସେଇ ବସଟି ନେଇକି ଯିବା ସମୟରେ ଅନେକ ଆତ୍ମୀୟ ସ୍ୱଜନ, ଅନେକ ବନ୍ଧୁବାନ୍ଧବ ଯେତେବେଳେ ସମସ୍ତେ ଦେଖୁଥାନ୍ତି, ଆଉ ଶେଷରେ ବାପାଙ୍କୁ ଏତେ ପଛକୁ ଯିବାକୁ ପଡିଲା ଯେ ଗୋଟେ ସିଟ ନଥିଲା। ବାପାଙ୍କୁ ସେ ଓହ୍ଲେଇ ଦେଇ କହିଲା ବାପା ଏଇ ଗାଡିରେ ମୁଁ ଟିକେ ମୋ ସାଙ୍ଗମାନଙ୍କୁ ଟିକେ ବୁଲେଇ ଦେଇକି ଆସେ, ତାପରେ ମୁଁ ତମକୁ ନେଇକି ବୁଲେଇବି। ଶେଷରେ ବାପା ବାହାରେ ଠିଆ ହେଲେ, ଆଉ ପୁଅ ଗାଡି ନେଇକି ଚାଲିଗଲା। ମୋର ପ୍ରିୟ ମାନେ, ଅଳ୍ପ ବାଟ ଯାଇଛି କି ନା ନାଇଁ, ସେ ଗାଡି ଦୁର୍ଘଟଣାର ସମ୍ମୁଖୀନ ହେଲା। ସେତେବେଳେ ସେ ପୁଅ ସ୍ମରଣ କଲା, ଆଉ ବାପା ତାକୁ କହିଥିଲେ ପୁଅରେ ତତେ ପ୍ରଭୁ ସବୁ କିଛି ଦେବେ, କିନ୍ତୁ କେବେ ବି ସଦାପ୍ରଭୁଙ୍କୁ ପାଶୋରିବୁ ନାହିଁ, ତାଙ୍କର ଉତ୍ତମ କର୍ମକୁ କେବେ ବିସ୍ମରଣ କରିବୁ ନାହିଁ। ମାତ୍ର ସେ ପୁଅଟି ସେଦିନ ବିସ୍ମରଣ କରିଥିଲା। ଆଉ ସେଇ ଅନ୍ଧ ପିଲାମାନଙ୍କୁ ଏ କାହାଣୀଟି
ଯେତେବେଳେ ଆମେ ତାଙ୍କୁ କହୁଥିଲୁ ଆଉ ସେମାନେ ଏତେ ସୁନ୍ଦର ଭାବରେ ସେଟାକୁ ପ୍ରେଜେଣ୍ଟ କରିଥିଲେ, ଆମେ ସମସ୍ତେ ଆଶ୍ଚର୍ଯ୍ୟ ହେଲୁ। ବସ୍ କଣ୍ଡକ୍ଟରର ଆକ୍ଟିଂ, ବସ୍ କଣ୍ଡକ୍ଟରର ହ୍ୱିସିଲ୍, ଟିକଟ କାଟିବା ଲୋକ, ଲୋକଙ୍କୁ ଡାକିବାର ଆବାଜ, ଏତେ ସୁନ୍ଦର ସେମାନେ ଗାଡିର ସାଉଣ୍ଡ, ଷ୍ଟିଅରିଂର ସାଉଣ୍ଡ ସବୁ ବିଷୟକୁ ଏତେ ନିଖୁଣ ଭାବରେ କରୁଥିଲେ ଯେ ସେଇଦିନ ପ୍ରାୟ 100 ଉପରେ ଲୋକମାନେ ଥାଇ ତାଳି ମାରୁଥିଲେ। ଆଶ୍ଚର୍ଯ୍ୟ! ସେଇ 25-30 ପିଲାମାନଙ୍କର ମଧ୍ୟରେ ସେ ଜୀବନ୍ତ ବାକ୍ୟକୁ ଦବା ଏତେ ସହଜ ନଥିଲା ପ୍ରିୟମାନେ। କିନ୍ତୁ ତାଙ୍କୁ ଏକ ଉପମା ମାଧ୍ୟମରେ ଆମେ ତାଙ୍କୁ ଅପବୟ ପୁତ୍ର ମାଧ୍ୟମରେ ଆଉ ଏଇ ଛୋଟ ଗଳ୍ପଟି ମାଧ୍ୟମରେ ଯେତେବେଳେ ବୁଝେଇଲୁ, ତାଙ୍କ ଭିତରୁ ଅନେକ ଆଜି ପ୍ରଭୁଙ୍କ ଠାରେ ବିଶ୍ୱାସ କରି ଆଜି ସେମାନେ ଖ୍ରୀଷ୍ଟଙ୍କର ଅନୁଗାମୀ ହେଇଛନ୍ତି। ଅନେକ ମଧ୍ୟରୁ ଅନେକ ସେମାନେ ବିଶ୍ୱାସ କରନ୍ତି କିନ୍ତୁ ପାରିପାର୍ଶ୍ଵିକ ଅବସ୍ଥା ହେତୁ ତାଙ୍କ ପରିବାର ଚାପ ହେତୁ ସେମାନେ ସମ୍ମୁଖକୁ ଆସିପାରନ୍ତିନି। କିନ୍ତୁ ଆଜି ମଧ୍ୟ ସେମାନେ ଲୁଚି ଲୁଚି ପ୍ରାର୍ଥନା କରନ୍ତି। ଆଜି ମଧ୍ୟ ସେମାନେ ଅନୁରୋଧ କରନ୍ତି ଆମ ପାଇଁ ପ୍ରାର୍ଥନା କରିବ। ପ୍ରିୟ ମୋର ଶ୍ରୋତା ବନ୍ଧୁ, ଏଇ ଖ୍ରୀଷ୍ଟମାସର ଏଇ ପ୍ରି ସେଲିବ୍ରେସନ ସମୟରେ ସମସ୍ତ କୋଳାହଳ ମଧ୍ୟରେ ପ୍ରଭୁ 3ଟି ବିଷୟ କହି ମୁଁ ସମାପ୍ତ କରିବା ପାଇଁ ଚାହୁଁଛି। ମୋର ସମୟ ମଧ୍ୟ ହେଇଯାଇଛି। ଆଉ 2-3 ମିନିଟ୍ ଅଛି। ଥରେ ଆମମାନେ 3ଟି ଗଛ କଥା ଦେଖିବା। ପ୍ରଭୁ ହୁଏତ ଆମମାନଙ୍କୁ ଏଇ ବର୍ଷ ଶେଷ ବୋଧ ଦେଇପାରନ୍ତି। କିଏ କହିବ ଏ ବର୍ଷ ମୋ ପାଇଁ ଶେଷ ନ ହେଇପାରେ ବୋଲି? କିଏ କହିବ ଯେ ଆସନ୍ତା ବର୍ଷ ମୁଁ ଦେଖିପାରିବି ବୋଲି? ଅନିଶ୍ଚିତତା ଏଇ ଦୁନିଆରେ ଆଶାର ଈଶ୍ୱରଙ୍କ ନିକଟକୁ ଆସି ଆତ୍ମସମୀକ୍ଷା କରୁ କରୁ ଏଇ ବର୍ଷର ବଡ଼ ଦିନ, ଏଇ ବର୍ଷର ଶେଷ ଦିନକୁ ଆମମାନେ ସମାପ୍ତ କରିବା। ପ୍ରଭୁ ଆତ୍ମଚିନ୍ତନ ମଧ୍ୟରେ ଆମମାନଙ୍କୁ ପଢାଇ ନିଅନ୍ତୁ। 3ଟି ବୃକ୍ଷ ବିଷୟରେ ଟିକେ ଚିନ୍ତା କରି ମୁଁ ଏଟା ସବୁ ତୁମରେ କହିବା ପାଇଁ ଚାହେଁ। ବହୁତ ସୁନ୍ଦର ଗୋଟେ ଉଦାହରଣ। ଆମ ଜୀବନକୁ ଏକ ଆତ୍ମିକ ସ୍ତରରେ ଉଚ୍ଚତର ସୋପାନକୁ ନେଇଯିବାର ଗୋଟେ ସୁନ୍ଦର ଉଦାହରଣ। କାରଣ ଜାଣୁ ସମଗ୍ର ସୃଷ୍ଟିର ଇଏ ବି ଗୋଟେ ଗଛର ସୃଷ୍ଟି। ଈଶ୍ୱର ସ୍ୱୟଂ ତାଙ୍କର ମୁଖର ବାକ୍ୟ ଦ୍ୱାରା ସବୁ କିଛିକୁ କରିଛନ୍ତି। କୌଣସି ବିଷୟ ହେଇନି, ଗଛ ପତ୍ର ତରୁ ଲତା ମଣିଷ ପଶୁ ପକ୍ଷୀ କୋଉ ବିଷୟରେ ଏମିତି ହେଇନି ଯେ ପ୍ରଭୁ ସୃଷ୍ଟି କରିନାହାନ୍ତି। ମାତ୍ର ଆମେ ଦେଖୁଛୁ ପ୍ରଭୁ ତାଙ୍କ ସେ ଆଶ୍ଚର୍ଯ୍ୟ କର୍ମ ଦ୍ୱାରା କିଭଳି ଭାବରେ ଆଉ ସେ ତାଙ୍କର ଗୌରବ ରକ୍ଷା କରୁଛନ୍ତି। ଗୋଟେ ମିନିଟ୍ ଆଜ୍ଞା। ତ ଆଖୁ ଗଛଟିକୁ ଆମେ ଜାଣିଛୁ ନା? ଆଖୁ ଗଛ ଏତେ ମିଠା କହିବା କଥା ନାହିଁ। କିନ୍ତୁ ତା ଦେହରେ ଫଳ ଧରେନି। ସେ ଗଛରେ କେବେ ଫଳ ହୁଏନି। କିନ୍ତୁ ତା ଶରୀରର ପ୍ରତିଟି ଅଂଶ ଏତେ ମିଠା, ଛୁଆଠାରୁ ବଡ ସମସ୍ତେ ତାକୁ ଚୋବେଇକି ଖାଇବାକୁ ଭଲ ପାଆନ୍ତି। କିନ୍ତୁ ତା ଦେହରେ ଫଳ ନଥାଏ। ମନେ ପଡିଗଲା ଡିମ୍ବିରି ବୃକ୍ଷ କଥା। ଆଉ ଗୋଟେ ଗଛ ଅଛି, ସେ ହଉଛି ଚନ୍ଦନ ଗଛ। ସେ ଚନ୍ଦନର ସୁବାସ ଏତେ ସୁନ୍ଦର, ଏତେ ସୁନ୍ଦର, କିନ୍ତୁ ତାର ଫୁଲ ନଥାଏ। ଏ ଗଛର କୌଣସି ଫୁଲ ନାହିଁ। ଚନ୍ଦନ ଗଛର ଫୁଲ ନଥାଏ ମୋ ପ୍ରିୟମାନେ। ଆଉ ଶେଷ ଗଛଟି କଥା କହିବି, ସେ ହଉଛି ପଳାଶ ଫୁଲ। ସେ ଗଛର ଗୋଟେ ପଳାଶ ଫୁଲ ଗଛଟି, ଏତେ ସୁନ୍ଦର ତାର ରଙ୍ଗ, ଏତେ ସୁନ୍ଦର ତାର ସୌନ୍ଦର୍ଯ୍ୟ, କିନ୍ତୁ ତାର ବାସ୍ନା କିଛି ନଥାଏ ମୋର ପ୍ରିୟମାନେ। ଆଜି ଏଇ 3 କ୍ୟାଟେଗୋରୀ ବୃକ୍ଷ ମଧ୍ୟରେ ନିଜକୁ ଆତ୍ମସମୀକ୍ଷା କରିବା। ନିଶ୍ଚୟ ମୋର ଫଳ ନାହିଁ, କିନ୍ତୁ ମୋର ଜୀବନର ମିଠା ଦ୍ୱାରା ଅନ୍ୟମାନେ ପରିତୃପ୍ତ ତ? ଆଜି ସେଇ ଚନ୍ଦନ କାଠ ପରି ମୋର ହୁଏତ ଫୁଲ ନାହିଁ, ସୁବାସିତ ଫୁଲ ନାହିଁ, କିନ୍ତୁ ସେ କାଠର ପ୍ରତିଟି ଛେଲିରେ ରହିଛି ସେ ସୁବାସିତ ନିଷ୍ପେଷିତ ଜୀବନର ଚଲାପଥରେ ଆମମାନଙ୍କର ଜୀବନରେ ତାଡ଼ନା, ଦୁଃଖ, ନିନ୍ଦା, ଅପମାନ ଏସବୁ ଭିତରେ ଯିବା ସମୟରେ ଚନ୍ଦନ ପରି ଆମ ଜୀବନର ସୁବାସିତ ଅନ୍ୟମାନେ ଆଘ୍ରାଣ କରିଛନ୍ତି କି? ଆତ୍ମସମୀକ୍ଷା କରିବା। ନା ପଳାଶ ଗଛର ଫୁଲ ବାହିକ ସୌନ୍ଦର୍ଯ୍ୟ ଅନେକ, କିନ୍ତୁ ତାର ବାସ୍ନା ନଥାଏ, ବାସ୍ନା ନଥାଏ। ପ୍ରତି ଗଛର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟରେ ପ୍ରଭୁ ଆମକୁ 3ଟି ବିଷୟ କହିବାକୁ ଚାହିଁଲେ। ସେଟା ଆମେ ଫଳ ଦେଖେଇ ପାରୁନୁ, କିନ୍ତୁ ଆମ ଜୀବନର ଆଚାର ବ୍ୟବହାର କଥାବାର୍ତ୍ତା ଦ୍ୱାରା ମଧୁରତାକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିପାରୁଛୁ। ହୁଏତ ମୁଁ ଦେଖିବାକୁ ସୁନ୍ଦର ନୁହେଁ, ପଳାଶ ଫୁଲ ପରି ମୋର ସୌନ୍ଦର୍ଯ୍ୟ ନାହିଁ, ସେଇଭଳି ଚନ୍ଦନ କାଠର ମଧ୍ୟ ଫୁଲ ନାହିଁ। ହୁଏତ
ମୋ ଭିତରେ ସେଇ ବାସ୍ନା ଅଛି। ମୋର ଛୋଟ ଛୋଟ କାର୍ଯ୍ୟ ଯାହା ଯୀଶୁଙ୍କର ସେଇଦିନ ସେବା କାର୍ଯ୍ୟ ଥିଲା। ତାଙ୍କ 33.5 ବର୍ଷର ସେବା କାର୍ଯ୍ୟ। ଆଉ ସେ ଛୋଟ ଛୋଟ କାର୍ଯ୍ୟ ମଧ୍ୟରେ ମୋର ସୁବାସ ଆଜି ଅନ୍ୟମାନଙ୍କ ନିକଟରେ ପହଞ୍ଚି ପାରିଛି କି? ନଥାଉ ମୋର ପ୍ରିୟମାନେ ଫୁଲ। ନାବାହିକ ସୌନ୍ଦର୍ଯ୍ୟ, ଏତେ ସୁନ୍ଦର ପଳାଶ ଫୁଲ, କିନ୍ତୁ ତାର ବାସ୍ନା ନାହିଁ। ଆଜି ଏ 3ଟି କ୍ୟାଟେଗୋରିର ଗଛ ମଧ୍ୟରେ ଆତ୍ମସମୀକ୍ଷା କରି ଆଗାମୀ ଦିନଗୁଡ଼ିକ ସତର୍କତାର ସହିତ, ପ୍ରସ୍ତୁତିର ସହିତ ପାଳନ କରିବା ସମୟରେ ଆଉ ଏକ ନୂତନ ବର୍ଷକୁ ଅଭିନନ୍ଦନ ଜଣାଇବା, ଆତ୍ମସମୀକ୍ଷା କରିବା, ଆତ୍ମଚେତନା ମଧ୍ୟରେ ଅନୁତାପ କରିବା, ଅନୁଶୋଚନା କରିବା। ଆଉ ପ୍ରଭୁ ଆମମାନଙ୍କୁ ଏଇ ଦିନମାନଙ୍କରେ କଣ କରିଛନ୍ତି, କଣ କରିବା ପାଇଁ ଆଶୀର୍ବାଦ ଯୁକ୍ତ ଅପେକ୍ଷା କରିଛନ୍ତି। ପ୍ରଭୁ ଆମମାନଙ୍କୁ ଏଇ ସମସ୍ତ ଅଂଶ ଉପରେ ଆଶୀର୍ବାଦ କରନ୍ତୁ। ଆଉ ମୁଁ ଧନ୍ୟବାଦ ଦଉଛି ପୁନର୍ବାର ଆପଣମାନଙ୍କୁ ସମସ୍ତଙ୍କୁ, ବିଶେଷ ଭାବରେ ହିମ୍‌ର ହୋଷ୍ଟ ଆଜ୍ଞାଙ୍କ ନିକଟରେ ମଧ୍ୟ ମୁଁ ଧନ୍ୟବାଦ ଦେଇ ଯେ ମୋତେ ସେ ଅପୂର୍ବ ସୁଯୋଗ ଦେଇଛନ୍ତି। ଆଉ ଆପଣମାନଙ୍କୁ ପୁନର୍ବାର ଆଡଭାନ୍ସ ହ୍ୟାପି କ୍ରିସମସ୍ ଆଣ୍ଡ ଆଡଭାନ୍ସ ଏ ପ୍ରସ୍ପରିୟସ୍ ନ୍ୟୁ ଇୟର। ଗଡ୍ ବ୍ଲେସ୍ ୟୁ ଅଲ୍। ନମସ୍କାର। ବହୁତ ବହୁତ